ମାହାଙ୍ଗାର ସାହସୀ ଝିଅ ଶୁଭସ୍ମିତା ରାସ୍ତାରେ ଲୁଟେରାଙ୍କ ସହ ଲଢ଼ିଲେ ଆଉ ଦେଲେ ମୁହଁତୋଡ଼ ଜବାବ। ହାତ କଟିଗଲା ହେଲେ ହାର ମାନିଲେନି। ରାସ୍ତା ଉପରେ ଦୁଇ ଲୁଟେରାଙ୍କ ସହ ଲଢ଼େଇ ହାତ କଟିଗଲା ହେଲେ ଲୁଟେରାଙ୍କ ଉଦ୍ୟମକୁ ସଫଳ କରିବାକୁ ଦେଲେନି। ମୁହଁତୋଡ଼ ଜବାବ ପରେ ହାର ମାନି ଛୁ ମାରିଲେ ଲୁଟେରା। ଏମିତି ସାହସିକତାକୁ ଯିଏ ବି ଶୁଣୁଛି ସିଏ କହୁଛି ବାଃ ଶୁଭସ୍ମିତା ବାଃ। ତେବେ ଦର୍ଶକ ବନ୍ଧୁ, କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ମୂଳବସନ୍ତ ଗ୍ରାମର କଲେଜ ଛାତ୍ରୀ ଶୁଭସ୍ମିତା ସାହୁ କଲେଜରୁ ଫେରୁଥିବା ସମୟରେ ମୂଳବସନ୍ତ କେନାଲ ବନ୍ଧ ଉପରେ ହଠାତ୍ ଦୁଇ ଜଣ ଯୁବକ ତାଙ୍କୁ ରାସ୍ତାରେ ଅଟକାଇଥିଲେ, ଲୁଟ୍ ଉଦ୍ୟମ କରିଥିଲେ। ହେଲେ ଶୁଭସ୍ମିତା ତାଙ୍କ ସହିତ ଲଢ଼େଇ କରିଥିଲେ। ଏହାରି ଭିତରେ ଲୁଟେରା ମାନେ ଶୁଭସ୍ମିତାଙ୍କ ବେକ କାଟିବା ପାଇଁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା ବେଳେ ଶୁଭସ୍ମିତା ହାତ ଦେଖାଇ ଦେଇଥିଲେ। ଫଳରେ ଲୁଟେରା ଶୁଭସ୍ମିତାଙ୍କ ଡାହାଣ ହାତକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ପହଞ୍ଚିବାରୁ ଲୁଟେରା ମାନେ ଫେରାର ହୋଇଯାଇଥିଲେ। ପରେ ଶୁଭସ୍ମିତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ଏସସିବି ରେଫର କରିଥିଲେ। ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ହାତରୁ ପଡ଼ିଥିବା କଳାକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଘଟଣାଟି ଏବେ ମାହାଙ୍ଗାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଭୟ ବି ସୃଷ୍ଟି କରିଛି। ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସାମ୍ନାରେ ଛିଡ଼ା ହୋଇଛି। ଲୁଟେରା ମାନେ କାହିଁକି ଆକ୍ରମଣ କଲେ ଶୁଭସ୍ମିତାକୁ? ଲୁଟିବାର ଉଦ୍ୟମ ଥିଲା ନା ଜୀବନରୁ ମାରିଦେବାକୁ ଉଦ୍ୟମ ଥିଲା, ନା ଘଟଣା ପଛରେ ଆଉ କିଛି ରହିଛି? ତେବେ ଏହି ଘଟଣାଟିର ପୁରା ସତ୍ୟ କଣ ରହିଛି ତାହା ଲୁଟେରା ମାନେ ଧରା ପଡ଼ିଲେ ହିଁ ଜଣା ପଡ଼ିବ। ତେବେ ଦେଖିବାକୁ ବାକି ରହିଲା ପୁଲିସ ହାତରେ ଲୁଟେରା ମାନେ କେବେ ଧରା ପଡୁଛନ୍ତି ଆଉ କେବେ ନ୍ୟାୟ ମିଳୁଛି ଶୁଭସ୍ମିତାକୁ। ବ୍ୟୁରୋ ରିପୋର୍ଟ, ପ୍ରତିଛବି ଲାଇଭ।